টিভি ଆଗରେ କହିଦେବା ଆଉ କାମରେ କରି ଦେଖିବାର ବହୁତ ଫରକ ଅଛି। କ'ଣ କହିବେ ଯେ ସେ ଯେଉଁ ଆକଳନ ବା ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ଏଇଟା ପାଣିର ଗାର ସଦୃଶ ହେଇଯିବ ଦେଖିବେ। ଥିବେ ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନେ ନିଶ୍ଚିତ ବଞ୍ଚିତ ହେବେ। କିଛି ଦିନ ପୂର୍ବରୁ ସରକାର ଆସିଲା ପରେ ଦାନା ବାତ୍ୟା ଗୋଟେ ଯାଇଛି ଏ ସରକାର ସମୟରେ। ଚାଷୀମାନେ ଟଙ୍କା ପାଇଲେଣି ନାହିଁ ଆପଣ ଟିକେ ଖବର ନେବେ। ମୁଁ କହିବି ନାହିଁ, ସରକାରଙ୍କୁ ଏ ବାବଦରେ ବହୁତ ଥର କୁହାଇସାରିଲା ପରେ ମଧ୍ୟ ଲୋକ ଦେଖାଣିଆ ବାହାନାରେ ଏକ୍ସିସ୍ ବ୍ୟାଙ୍କ ଉପରେ ସେମାନେ ଗୋଟେ ନିୟମ ଆଣିଥିଲେ। ପୁଣି ସେଟା କେଉଁ ପାଣିରେ ମିଳେଇଗଲା, ପାଣିରେ ଗାର ହେଇଗଲା ଆମେ ବି ଜାଣିପାରିଲୁନି। ଆଜି ଯେଉଁଭଳି ଚାଷୀମାନେ ପଇସା ପାଇନାହାନ୍ତି ମଥାର ହାତ ଦେଇ ବସୁଛନ୍ତି ସେଇ ଅବ୍ୟବସ୍ଥା ଭିତରେ ହିଁ ଅଛନ୍ତି। ମୁଁ ଅତୀତର ଦାନା ବାତ୍ୟା କଥା କହିଲା ଏ ମନ୍ଥା କଥା ଆପଣ କହୁଛନ୍ତି। ସରକାର ତ କହୁଛନ୍ତି ଆମେ ପ୍ରସ୍ତୁତ ଅଛୁ ସଦାସର୍ବଦା ଲୋକମାନଙ୍କୁ ରେସ୍କ୍ୟୁ କରିବୁ, ସରକାରଙ୍କର ନାଇଁ ଲୋକମାନଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବୁ। টিভি ଆଗରେ କହିଦେବା ଆଉ କାମରେ କରି ଦେଖିବାର ବହୁତ ଫରକ ଅଛି। ସରକାର କହିଦେଇ ପାରୁଛନ୍ତି କିନ୍ତୁ ଯେଉଁ ଅଫିସରମାନଙ୍କୁ ସେମାନେ ଦାୟିତ୍ୱ ଦେଇଛନ୍ତି ସେମାନେ କାମ ସୁଚାରୁ ରୂପେ କରୁଛନ୍ତି କି ନାହିଁ ସେଟାକୁ ବି ତଦାରଖ କରିବା ଦାୟିତ୍ୱ ହେଉଛି ସରକାରଙ୍କର। ଯଦି ସେ ସେଥିରୁ କିଛି ଶିକ୍ଷା ନ ପାଇଛନ୍ତି ଦାନା ବାତ୍ୟାର ଆଜିକାଲି କାହିଁ କ'ଣ ପାଇଁ ଚାଷୀମାନେ ପଇସା ପାଇପାରୁନାହାନ୍ତି ବା କ୍ଷୟକ୍ଷତି ପାଇପାରୁନାହାନ୍ତି, ପୁଣି ଏ ବାତ୍ୟାକୁ ନେଇକି ସେ କ'ଣ କହିବେ ଯେ ସେ ଯେଉଁ ଆକଳନ ବା ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ଏଇଟା ପାଣିର ଗାର ସଦୃଶ ହେଇଯିବ ଦେଖିବେ। ପୁଣି ସେଇଭଳି ଆପଣ ଲୋକମାନେ ହାହତାଶ ହେବେ, ଚାଷୀମାନେ ହାହତାଶ ହେବେ। ଆପଣ ତ ଜିରୋ କାଜୁଆଲିଟି କରିବା କଥା ସେ କହିଛନ୍ତି, ଆମେ ମନା କରୁନୁ। ଜିରୋ କାଜୁଆଲିଟି କେବଳ କହିଲେ ହେବନି, ତ କରିକି ଦେଖେଇବାର ଅଛି। ଯଦି ଅଫିସର ମାନେ ସଚେତନ ଅଛନ୍ତି ଜେଲାୱାରୀ କାର୍ଯ୍ୟକ୍ରମ କରି ତ ସାଙ୍ଗେ ସାଙ୍ଗେ ରିପୋର୍ଟ ହେବ ଏବଂ ଲୋକଙ୍କୁ ସାଙ୍ଗେ ସାଙ୍ଗେ ତାଙ୍କର କ୍ଷତିପୂରଣ ଦେବା କଥା। କିନ୍ତୁ ଅଧିକ ଅଫିସର ମଗେଇବେ, କାମ କରିବେ, ଇଏ ପୁଣି ସେଇ ପୂର୍ବ ପାଠର ଆଲୋଚନା ହେବନି ତ। ନିଶ୍ଚିତ ଆପଣ ଦେଖିବେ, ସମୟ କହିବ, ପୁଣି ଦେଖିବେ। ଇଏ ତ ଆପଣଙ୍କୁ ଆଜି କହିଲି, କିଛି ଦିନ ପରେ ପୁଣି ଦେଖିବେ ସେ କଥା ନିଶ୍ଚିତ ହୋଇ ଉଠିବ ଏବଂ ଲୋକମାନେ ଯେଉଁ କ୍ଷୟକ୍ଷତି ପାଇବା କଥା ସେ ପାଇନଥିବେ ଏବଂ ସେ ବାବଦରେ ମଧ୍ୟ ବିଧାନସଭାରେ ଆଲୋଚନା ହେବ। ଆଉ ଗୋଟେ କଥା ଆକଳନ ଯୋଉ ହବ ଯୋଉ ଅଫିସର ଆପଣ ଯେମିତି କହିଲେ ଅଫିସର ମାନଙ୍କ କଥା କହିଲେ ଏ ଆକଳନ ଠିକ ଲୋକଙ୍କ ପାଖରେ ପହଞ୍ଚିବେ ନା ଯେ ସେଇ ଯୋଉମାନେ ଝଣ୍ଡା ଉଚ୍ଚା ରହେ ହମାରା ଯୋଉମାନେ ଝଣ୍ଡା ଧରିକି ବୁଲୁଥିବେ ଦେଖିବେ ସେମାନେ ନେଇ ନେବେ ଆତେଇ ନେବେ। ଏମାନେ କେବଳ କହୁଥିବେ ଯେ ପ୍ରକୃତର ଥିବେ ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନେ ନିଶ୍ଚିତ ବଞ୍ଚିତ ହେବେ ଏବଂ ସେ ବାବଦରେ ମଧ୍ୟ ଆଲୋଚନା ମଧ୍ୟ ହେବ। ଆପଣ ଅପେକ୍ଷା କରନ୍ତୁ।